ମୟୂରଭଞ୍ଜରେ ଫସଲ ବିବିଧୀକରଣ ସଚେତନତା ରଥ ଉଦ୍ଘାଟିତ। ଚାଷୀମାନଙ୍କୁ ଅଣଧାନ ଚାଷ କରିବା ପାଇଁ ବାର୍ତ୍ତା ଦେବ ଫସଲ ବିବିଧୀକରଣ ସଚେତନତା ରଥ। ଜିଲ୍ଲାରେ କୃଷି ଓ କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ବୃହତ୍ ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧୀକରଣ ଯୋଜନା ମାଧ୍ୟମରେ ଚାଷୀମାନଙ୍କର ତାଲିମ, ଶିକ୍ଷା ଓ ଯୋଗାଯୋଗ ଦ୍ୱାରା ପ୍ରୋତ୍ସାହନ ଓ ଦକ୍ଷତା ବୃଦ୍ଧି ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଚାର ପ୍ରସାର ନିମନ୍ତେ ଆରମ୍ଭ ହେଲା ଫସଲ ବିବିଧୀକରଣ ରଥ। ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରଥ ବାହାରି ସମଗ୍ର ଜିଲ୍ଲାରେ ଚାଷୀମାନଙ୍କୁ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ଜଳସେଚନ ପ୍ରକଳ୍ପ ଯୋଜନାମାନ ବିଷୟରେ ତାଲିମ ଦେବା ସହିତ ସେମାନଙ୍କ ଦକ୍ଷତା ବିକାଶ କରିବା ପାଇଁ କାର୍ଯ୍ୟ କରିବ। ଏହି ପରିପ୍ରେକ୍ଷୀରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଫସଲ ବିବିଧୀକରଣ ସଚେତନତା ରଥକୁ ଜିଲ୍ଲାପାଳ ହେମକାନ୍ତ ସଇ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ରଥ ବୃହତ୍ ଉଠା ଜଳସେଚନ ଏବଂ ଅନ୍ୟ ଜଳସେଚିତ ଅଞ୍ଚଳରେ ଫସଲ ବିବିଧୀକରଣ ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର 11 ଗୋଟି କ୍ଲଷ୍ଟର ଅନ୍ତର୍ଭୁକ୍ତ 17ଟି ବ୍ଲକର ଚାଷୀମାନଙ୍କୁ ଉଚ୍ଚ ଏବଂ ମଧ୍ୟମ କିସମର ଜମିରେ ଧାନ ଚାଷ ନକରି ଅଣଧାନ ଚାଷ ଯଥା ମୁଗ, ବିରି, ଚିନାବାଦାମ, ମକା, ମାଣ୍ଡିଆ ଓ ପନିପରିବା ଚାଷ ବିଷୟରେ ବାର୍ତ୍ତା ପହଞ୍ଚାଇବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସିଦ୍ଧାନ୍ତ ବେଉରା ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ମତ୍ସ୍ୟ ବିଭାଗ ଏବଂ ପ୍ରାଣୀ ଓ ପଶୁ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ରଥ 15 ଦିନ ଧରି 17 ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପରିଭ୍ରମଣ କରି ଚାଷୀମାନଙ୍କୁ ଅଣଧାନ ଚାଷ କରିବାକୁ ସଚେତନତା ସୃଷ୍ଟି କରିବ ବୋଲି ଯୋଜନା ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ଏକ ସମୀକ୍ଷା ବୈଠକରେ ବକ୍ତବ୍ୟରେ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରକାରୀ କୃଷି ଅଧିକାରୀ ମଧୁସ୍ମିତା ଜେନା, ସରକାରୀ କୃଷି ଅଧିକାରୀ ରମ୍ୟରଞ୍ଜନ ମହାନ୍ତ, ଅର୍ଚ୍ଚନା ବଳା ଓ ସମସ୍ତ କର୍ମଚାରୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।